हेलो हाय नमस्कार भाग्य गाइड चैनल को स्वागत करूची मु सुनीता। आपण माने सब केमती अछंती? वीडियो आसीबारे लेट हे गला। आपण अपेक्षा करी रहिथिबे सेति पे आज वीडियो बनै देली। प्रोसेस जणा अछि फाइल 1 फाइल 2 फाइल 3 एई तीनोटी फाइल मध्यरु गोटे फाइल सिलेक्ट करिवे जे फाइल रो नंबर आपण को अट्रैक्ट करूची सेई कार्ड रो रीडिंग देखि नियंतो। स्किप करी करी गले फर्स्ट 1 तापर 2 तापर 3। चलंतु देखिनो बेबे आज रो रीडिंग। ଯେଉଁମାନେ ବି ଫାଇଲ 1 ସିଲେକ୍ଟ କରିଛନ୍ତି ତାଙ୍କର ଫାଷ୍ଟ କାର୍ଡ ତ ଇମୋସନ କୁ ନେଇକି ଶୋ କରୁଛି। ଯେମିତି କି ତାଙ୍କର ୟୁନିଭର୍ସ ତରଫରୁ ମେସେଜ ଆସିଛି ଯେ ଆପଣଙ୍କୁ ତ ଯୋଉ ରିଲେସନସିପ ଚାହୁଁଥିଲେ ସେଥିରେ ସ୍ଥିରତା ଆସିଯାଇଛି। ଆପଣ ଯୋଉ ସକ୍ସେସ ରେ ପହଞ୍ଚିବା କଥା ରିଲେସନସିପ ରେ ସେଇଠି ପହଞ୍ଚି ଯାଇଛନ୍ତି। ଯେ କୌଣସି ଟାଇପ ର ରିଲେସନସିପ ହଉ ଆପଣଙ୍କୁ ଫୁଲଫିଲ କରିପାରୁଛି ତ ଆପଣଙ୍କୁ ଆଉ କଣ ଦରକାର। ଲୋକଙ୍କ ପାଖରେ ସବୁ ଥାଇକି ମଧ୍ୟ ରିଲେସନସିପ ନଥିବ ସେମାନେ ଖୁସିରେ ନଥିବେ। ଆପଣ ଯୋଉଟା ଲାଇଫ ର ଇମ୍ପୋର୍ଟାଣ୍ଟ ପାର୍ଟ ସେଥିରେ ଆପଣଙ୍କୁ ସକ୍ସେସ ମିଳିଯାଇଛି। ବୁଝିପାରୁଛନ୍ତି ତ କାର୍ଡ ର ମେସେଜ କଣ ଆସିଛି? ଆପଣ ତ ଜାଣିଛନ୍ତି ଦୀର୍ଘ ସମୟ ଧରି ଆମେ ଯଦି ଜଣଙ୍କ ସହିତ ରହିବା ତାହେଲେ ଚାର୍ମ କମି ଯାଇପାରେ ତ ସେଥିପାଇଁ କଣ କରାହେଇଛି ନା ଆପଣ ଦି ଜଣ ରିଲେସନସିପ କୁ ଆହୁରି ଟାଇମ ଦିଅନ୍ତୁ। ତା ଉପରେ ସ୍ପାର୍କ ଆଣିବାକୁ ଟ୍ରାଏ କରନ୍ତୁ। ଏଇଟା ହିଁ ହାପିନେସ ଆପଣଙ୍କର ଆପଣ ସେଇଟା ଭୁଲି ଯାଆନ୍ତୁ ନାହିଁ। ରିଲେସନସିପ ଉପରେ ଫୋକସ କରନ୍ତୁ କେବଳ ଆପଣଙ୍କୁ ନୁହଁ ଆପଣଙ୍କ ପାର୍ଟନର କୁ ମଧ୍ୟ ସେମ ଏଫର୍ଟସ ଦବାକୁ ପଡିବ ଆଉ ଆଗ ପରି ରିଲେସନସିପ କୁ ସ୍ମୁଥଲି ଚଲେଇବାର କୁ ହିଁ ପଡିବ। କିଛି ଆପଣଙ୍କ ଲାଇଫରେ ପୁଣି ପ୍ରେମ ହେଇପାରେ ଆପଣଙ୍କର ଆଟ୍ରାକ୍ସନ ଯଦି କମି ଯାଇଛି ଆଟ୍ରାକ୍ସନ ଆସିପାରେ ଆଉ କିଛି ନୂଆ ଚାପ୍ଟର ଆପଣଙ୍କ ଲାଇଫରେ ଷ୍ଟାର୍ଟ ହବ। ଯୋଉଟା କି ଆପଣଙ୍କୁ ଇମୋସନାଲି ବହୁତ ଫୁଲଫିଲ କରିଦବ। କିଛି ନୂଆ କିଛି ଆପଣ କରିପାରନ୍ତି କିଛି ଜିନିଷ ଆଇଡିଆଜ ଆପଣଙ୍କ ମାଇଣ୍ଡ କୁ ଆସିବ ସେ କୁକିଂ ହଉ କିଛି ଜିନିଷ ହଉ ଆପଣଙ୍କ ନିଜ ଭିତରେ ଗୋଟେ ହବି ଜେନେରେଟ ହବ ଯୋଉଟା କି ଆପଣ ରେଗୁଲାରଲି କରିବା ପାଇଁ ଇଚ୍ଛା ମଧ୍ୟ କରିବେ। କିଛି ମିଳିମିଶି ଲୋକଙ୍କ ସହିତ କିଛି ଡିସିସନ ନେବେ କିଛି କାର୍ଯ୍ୟ କରିବେ ନୂଆ ଲୋକଙ୍କ ସହିତ ମିଶିବେ ପୁଣି ଆପଣଙ୍କର ଯେମିତି ଆପଣ ଆଇସୋଲେଟେଡ ଫିଲ୍ କରୁଥିଲେ ବା ଏକାକି ରହୁଥିଲେ ଏବେ ଆଉ ସେଇ ଟାଇପ ର କୌଣସି ସିଚୁଏସନ ଦେଖାଯାଉ ନାହିଁ। ଲାଇଫ ରେ ଖୁସି ହାପିନେସ ରିଟର୍ନ କରିବ। ପେଣ୍ଟାକଲ ଶୋ କରୁଛି ଆପଣଙ୍କୁ କିଛି ନୂଆ କାମ କରିବେ ନୂଆ କିଛି ସ୍କିଲ୍ ଶିଖିବେ ନିଜର ଯୋଉ ଲକ୍ଷ୍ୟ ଅଛି ବହୁତ ବଡ ଆମ୍ବିସନ ଆପଣଙ୍କ ଲାଇଫ ରେ ଅଛି ଆପଣ ପେସେନ୍ସ ର ସହିତ ଆପଣଙ୍କୁ ହାର୍ଡୱାର୍କ କରିବାକୁ ପଡିପାରେ। ଆହୁରି ଆପଣ ପାଠ ପଢିବେ କି ନୂଆ ଯୋଗ୍ୟତା ମଧ୍ୟ ହାସଲ କରିବାର ମଧ୍ୟ ଶୋ କରୁଛି। ଏବେ ଯାହା ବି ଶିଖିଛନ୍ତି ତାହା ଭବିଷ୍ୟତରେ ଆପଣଙ୍କୁ ମଧ୍ୟ ଯେମିତି କି ଟଙ୍କା ରୋଜଗାର କରିବାରେ ମଧ୍ୟ ସାହାଯ୍ୟ କରିବ। ଆଜି ପରିଶ୍ରମ କଲେ ଆଗକୁ ଆପଣଙ୍କୁ ବହୁତ ଭଲ ଫଳ ମିଳିବ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ଲଙ୍ଗ ଟର୍ମ ପାଇଁ ଦେଖିବାକୁ ଗଲେ ଆପଣଙ୍କର ଏମ୍ପାୟର କାର୍ଡ ଶୋ କରୁଛି ଯୋଉଟା କି ଗୋଟେ ଏଜେଡ ବା ଯୋଉମାନଙ୍କର ବୁଝିବାର ଶକ୍ତି ଅଧିକ ଥିବ କମ ଏଜ ର ହେଲେ ମଧ୍ୟ ତାଙ୍କର ବୁଝିବାର କ୍ଷମତା ବହୁତ ଥିବ ବହୁତ ପାୱାରଫୁଲ ଆଉ ରେସପନସିବଲ ପର୍ସନ ଶୋ କରୁଛି ଯିଏ କି ବିଜନେସ ରେ ମଧ୍ୟ ଭଲ ହେଇପାରନ୍ତି ଆର୍ଥିକ ଭାବେ ତାଙ୍କର କଣ୍ଡିସନ ବହୁତ ଫାଇନାନ୍ସିଆଲି ଠିକ ଅଛି ଅନ୍ୟମାନଙ୍କୁ ସେମାନେ ପ୍ରୋଟେକ୍ଟ କରନ୍ତି କିନ୍ତୁ କେବେ କେବେ ଆପଣ ନିଜ ଜିଦି ଓ କଠୋର ମଧ୍ୟ ହୋଇପାରନ୍ତି। ଆପଣ ନିଜ ବାପା କି ବସ୍ କି କାହାକୁ ହଜବେଣ୍ଡ ହଉ ତାଙ୍କୁ ରିପ୍ରେଜେଣ୍ଟ କରିପାରନ୍ତି। ବର୍ତ୍ତମାନ ଭବିଷ୍ୟତ ପାଇଁ ଯଦି ଆପଣ ଏଇ କାର୍ଡ ଟା ଦେଖିବେ ତାହେଲେ ଗୋଟେ ବୁଦ୍ଧିମାନ ବ୍ୟକ୍ତି ଆପଣ ଯିଏ କି ଭଲ ପରାମର୍ଶ ଦଉ ପାରନ୍ତି ଓ ଅନ୍ୟକୁ ସାହାଯ୍ୟ ମଧ୍ୟ କରିପାରନ୍ତି। ଆଉ ଆପଣଙ୍କ ପରାମର୍ଶ ନେଇ ଲୋକ ଆଗକୁ ମଧ୍ୟ ବଢି ପାରିବେ। ଆପଣ ନିୟମ ଶୃଙ୍ଖଳା ନିଜର ସ୍ଥିରତା ଧ୍ୟାନ ଆଉ ଡିସିସନ କୁ ମଧ୍ୟ ଆପଣ ଠିକ ଭାବରେ ନେଇପାରିବେ ଯଦି ଆପଣ ସିଙ୍ଗଲ ଅଛନ୍ତି ତାହେଲେ ଆପଣଙ୍କୁ କାହା ସହିତ ରିଲେସନସିପ ରେ ମଧ୍ୟ ଶୋ କରୁଛି କାହାକୁ ଯଦି ଆପଣ ଭଲ ପାଉଛନ୍ତି ତାହେଲେ ତାଙ୍କୁ ନିଜର ମନର କଥା କ୍ଲିୟରଲି କହିପାରିବେ। ଆଉ ଯଦି ରିଲେସନସିପ ରେ ମଧ୍ୟ ଅଛନ୍ତି ତାହେଲେ ଗୋଟେ ବିଶ୍ଵାସ ରହିବ। ଗୋଟେ ଦୀର୍ଘ ସମୟର ରିଲେସନସିପ ରେ ଆପଣ ଅଛନ୍ତି ବୋଲି ମଧ୍ୟ ଶୋ କରୁଛି।
ଆପଣଙ୍କୁ ପରିଶ୍ରମର ଫଳ ମିଳିବ ଓ କାମ ଯେକୌଣସି କାମ କରୁଛନ୍ତି ସେଥିରେ ଆପଣଙ୍କୁ ସକ୍ସେସ୍ ମିଳିବ, ଲୋକମାନେ ଆପଣଙ୍କୁ ରେସ୍ପେକ୍ଟ କରିବେ। କିନ୍ତୁ ଧ୍ୟାନ ଦବାକୁ ପଡିବ ଆଉ ଧୈର୍ଯ୍ୟର ସହିତ କାମ କଲେ ଆପଣ ଲକ୍ଷ୍ୟ ସ୍ଥଳରେ ଇଜିଲି ପହଞ୍ଚି ପାରିବେ। ଦେଖି ଚାହିଁ ଆପଣ ଖର୍ଚ୍ଚ କରନ୍ତୁ, ଅ ଆଉ ବହୁତ କେୟାରଫୁଲି ରୁହନ୍ତୁ। କେଉଁଠି ଆପଣ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାର ହିସାବ ରଖନ୍ତୁ। ନିଜ ଶରୀର ଉପରେ ଅଧିକ ଆପଣ ପ୍ରେସର ଦିଅନ୍ତୁ ନାହିଁ। ବଡିକୁ ରେଷ୍ଟ ଦିଅନ୍ତୁ। ଆଉ ଯଦି ଆପଣ ଅସୁସ୍ଥ ଅଛନ୍ତି ତାହେଲେ ତାକୁ ଅଣଦେଖା କରନ୍ତୁ ନାହିଁ। ଡକ୍ଟରକୁ ମଧ୍ୟ ଦେଖାନ୍ତୁ। କେବଳ କାମ, ଟଙ୍କା ବା ଦାୟିତ୍ୱ ଭିତରେ ନିଜକୁ ସୀମିତ ରଖନ୍ତୁ ନାହିଁ। ନିଜ ମନର ଶାନ୍ତି ଉପରେ ମଧ୍ୟ ଫୋକସ କରନ୍ତୁ। କେମିତି ଆଧ୍ୟାତ୍ମିକ ଦିଗରେ ଆପଣ ଆଗକୁ ବଢି ପାରିବେ, ସେଥିପାଇଁ ମଧ୍ୟ ନିଜ ଲାଇଫରେ କିଛି ସମୟ ବାହାର କରିକି ଫୋକସ କରନ୍ତୁ। ବଟମ ଅଫ ଡେକ୍ ଶୋ କରୁଛି ଆପଣ ଜଣେ ଶକ୍ତିଶାଳୀ, ସୁସ୍ଥ ଏବଂ ଫିଟ୍ ପର୍ସନ। ଆଜିକା ଦିନ ସହିତ ମ୍ୟାଚ କରିବା ସହିତ ଆପଣ ପୁରୁଣା ରୀତିନୀତି, ସଂସ୍କାର ଏସବୁ କିଛି ଭୁଲି ନାହାନ୍ତି। ତାକୁ ମଧ୍ୟ ଜାବୁଡିକି ରଖିଛନ୍ତି। ଯେହେତୁ ଅ, ଆପଣଙ୍କୁ ପଜିଟିଭ ଫିଲ୍ ଆସୁଛି ଆଉ ଆଗକୁ ଏଇ ସଂସ୍କାର କାମରେ ଆସିବ, ସେଇଟା ବି ଆପଣଙ୍କ ମାଇଣ୍ଡରେ ଅଛି। ବହୁତ ଆପଣ ରେସପେକ୍ଟଫୁଲ ପର୍ସନ ଜଣେ। ଆପଣଙ୍କ କ୍ୟାରେକ୍ଟର ବହୁତ ବଢିଆ କାର୍ଡରେ ଶୋ କରୁଛି। ଆପଣ ଜଣେ ବିଜନେସ ମ୍ୟାନ ମଧ୍ୟ ହେଇପାରନ୍ତି। ଆପଣ ସାମ୍ନାରେ ଯିଏ ଥାଉ ନା କାହିଁକି ଆପଣ ସବୁବେଳେ ସତକୁ ସପୋର୍ଟ କରନ୍ତି। ନ୍ୟାୟବାନ ପର୍ସନ ଆପଣ। ଅନ୍ୟମାନଙ୍କ ପ୍ରତି ନିଜ ମନରେ ଦୟା ଭାବ ଅଛି, କାଇଣ୍ଡନେସ ମଧ୍ୟ ଅଛି। ଆପଣ ଅନ୍ୟକୁ ଭଲ ଆଡଭାଇସ ମଧ୍ୟ ଦେଇପାରନ୍ତି। ନିଜ ରିଲେସନସିପ ସେଥିରେ ଆପଣ ବହୁତ ଆଟ୍ରାକ୍ଟିଭ ପର୍ସନ ବୋଲି ମଧ୍ୟ ଶୋ କରୁଛି। ଏଇଟା ଥିଲା ପାଇଲ 1 ର ରିଡିଂ। ପସନ୍ଦ ଆସିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବ। ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନେବା ଏବେ ପାଇଲ 2 ର ରିଡିଂ। ଫାର୍ଷ୍ଟ କାର୍ଡ ଏସ୍ ଅଫ କପ୍ ଶୋ କରୁଛି ଆପଣଙ୍କ ଲାଇଫରେ କିଛି ନୂଆ ରିଲେସନସିପ ଯେମିତି କି ଲଭ ସେଇଟା ଷ୍ଟାର୍ଟ ହେଇପାରେ। ଖୁସି ଆଉ ଭଲ ସମୟ ଆପଣଙ୍କ ଲାଇଫରେ ଆସିବାକୁ ଯାଉଛି। ଆପଣ କିଛି କଳା ବା କ୍ରିଏଟିଭ କାମରେ ସକ୍ସେସ ଆପଣଙ୍କୁ ମିଳିବ। ଲଭ ଲାଇଫ ଆପଣଙ୍କ ଲାଇଫରେ ଷ୍ଟାର୍ଟ ହେଇପାରେ। କିଛି ଶୋ କରୁଛି ଯେ ତାଙ୍କର ମ୍ୟାରେଜ ର କାର୍ଡ ମଧ୍ୟ ଶୋ କରୁଛି। କାହାର ଏନଗେଜମେଣ୍ଟ ହେଇପାରେ, କାହାକୁ ମ୍ୟାରେଜ ପ୍ରପୋଜାଲ ମଧ୍ୟ ଆସିପାରେ। ଯୋଉମାନେ ପ୍ରେଗନେଣ୍ଟ ଅଛନ୍ତି ତାଙ୍କର ବେବି ବାର୍ଥ ର ଟାଇମ ମଧ୍ୟ ଆସିପାରେ। ଆପଣ ମନରୁ ହୃଦୟରୁ ଯେ କୌଣସି କାମ କରୁଛନ୍ତି ତାକୁ ଭଲ ଭାବରେ କରନ୍ତୁ ଓ ଆଗକୁ ବଢନ୍ତୁ। ସିକ୍ସ ଅଫ ୱାଣ୍ଡ ଶୋ କରୁଛି ଆପଣଙ୍କର ଗୋଟେ ବଡ ଇଚ୍ଛା, ଯୋଉ ଏମ ଟା ଅଛି ସେଇଟା ଆପଣଙ୍କର ପୁରା ହବାକୁ ଯାଉଛି। ଆପଣ ଯେଉଁ କାମ କରୁଛନ୍ତି ସେଥିରେ ଆପଣଙ୍କୁ ସକ୍ସେସ ମିଳିବାର ମଧ୍ୟ ଶୋ କରୁଛି। ସଫଳତା ପାଇବା ପାଇଁ ଆପଣଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡିପାରେ, କିନ୍ତୁ ଆପଣ ଯେତିକି ଆଶା କରିଛନ୍ତି ତାଠାରୁ ଅଧିକ ବଡ ସଫଳତା ମିଳିପାରେ ବୋଲି ୟୁନିଭର୍ସ ତରଫରୁ ଶୋ କରିଛି। ଏହି ସମୟରେ ଆପଣ ସାହସୀ ହୋଇ ଆଗକୁ ବଢନ୍ତୁ। ଜମା ବି ପଛଘୁଞ୍ଚା ଦିଅନ୍ତୁନି କି ଗିଭ୍ ଅପ୍ କରନ୍ତୁ ନାହିଁ। ସାହସ କରି ଆପଣ ଯେଉଁ ପଦକ୍ଷେପ ସବୁ ନେଇଛନ୍ତି, ଷ୍ଟେପ ବାଇ ଷ୍ଟେପ ଆଗକୁ ବଢିଛନ୍ତି, ସେଇଟା ଆପଣଙ୍କୁ ଭଲ ରେଜଲ୍ଟ ଶୋ କରିବ। କିଙ୍ଗ ଅଫ ପେଣ୍ଟାକିଲ ଶୋ କରୁଛି ଆପଣ ଜଣେ ରିଅଲିଷ୍ଟ, ବାସ୍ତବବାଦୀ। ଆପଣ କାହା କଥାକୁ ବିଶ୍ୱାସ କରିଯାଆନ୍ତି ନାହିଁ। ଆପଣ ବହୁତ ପ୍ରାକ୍ଟିକାଲ। ବୁଝି ବିଚାରି ଆପଣଙ୍କ କାମ ଆପଣ କରନ୍ତି। ଆପଣ ଜଣେ ବିଜନେସ ହେଇପାରନ୍ତି, ବ୍ୟାଙ୍କ ମ୍ୟାନେଜର ଶୋ କରୁଛି, କର୍ମଚାରୀ ମଧ୍ୟ ହେଇପାରନ୍ତି। କିନ୍ତୁ ଯଦି କୌଣସି ଫିଲ୍ଡରେ ଅଛନ୍ତି କିନ୍ତୁ ଆପଣ ଧନୀ। ଆପଣ ମ୍ୟାରେଜ ପର୍ସନ ବୋଲି ଜଣା ପଡୁଛି। ଆପଣ ବହୁତ ଇଣ୍ଟେଲିଜେଣ୍ଟ ଆଉ ବହୁତ କ୍ଲେଭର। ଆପଣ ଧନୀ, କିନ୍ତୁ ତଥାପି ମଧ୍ୟ ଆପଣ କେବେ ଧନର ଗର୍ବ କରନ୍ତି ନାହିଁ କିମ୍ବା ଦେଖେଇ ହୁଅନ୍ତି ନାହିଁ। ଆପଣଙ୍କ ସ୍ୱଭାବ ବହୁତ ସ୍ଥିର ଓ ଶାନ୍ତ ସ୍ୱଭାବର। ଆପଣ ସହଜରେ ମଧ୍ୟ କାହା ଉପରେ ରାଗି ଯାଆନ୍ତି ନାହିଁ। ସିଚୁଏସନ ବୁଝିବାକୁ ଚେଷ୍ଟା କରନ୍ତି। ବଟମ ଅଫ ଡେକ୍ ଟୁ ଅଫ ସୋର୍ଟ ଶୋ କରୁଛି ଆପଣଙ୍କର ଏଇ ଯୋଉ ଡିଫିକଲ୍ଟ ଟାଇମ କିଛି ତ ଗୋଟେ ଚାଲିଛି, ସେଥିରେ ଆପଣଙ୍କର ଯିଏ ଜଣେ ଭଲ ବନ୍ଧୁ ଆପଣଙ୍କ ସପୋର୍ଟରେ ରହିବେ। ଆପଣ ଏମିତି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ ଯାହାକୁ ମଧ୍ୟ ଭରସା କରିପାରିବେ। ଆପଣଙ୍କୁ ଗୋଟିଏ ନିଷ୍ପତ୍ତି ନେବାକୁ ପଡିବ, କିନ୍ତୁ କୋଉ ରାସ୍ତା ଆପଣ ବାଛିବେ ଆପଣ କନଫ୍ୟୁଜ ଷ୍ଟେଟରେ ଅଛନ୍ତି। କିଛି ଡିସିସନ ନେଇ ପାରୁନାହାନ୍ତି, କିନ୍ତୁ କନଫ୍ୟୁଜ ହେଲେ କଣ ହବ, ଆପଣଙ୍କୁ ତ ଡିସିସନ ନବାକୁ ପଡିବ।
ଭାବନାରେ ନୁହେଁ, ଶାନ୍ତ ହୋଇ ଭାବି ଚିନ୍ତିକି ନିଷ୍ପତ୍ତି ନେବା ଦରକାର। ଦୁଇଟି ପକ୍ଷ ସମାନ ଶକ୍ତିଶାଳୀ ଥିବାରୁ କାହାକୁ ଆପଣ କେଉଁ ପକ୍ଷ ବାଛିବେ ମଧ୍ୟ ଆପଣ ଡାଉଟ୍ ରେ ଅଛନ୍ତି। କାହା ସହିତ ଆପଣଙ୍କର ଯୁକ୍ତିତର୍କ ହେଇପାରେ, ଝଗଡା ହେଇପାରେ। ଯଦି ସେ ସବୁ ସିଚୁଏସନ ରେ ଏବେ ଅଛନ୍ତି, ତାହେଲେ ଆପଣଙ୍କୁ ଟିକେ ସଜାଗ ରହିବାକୁ ପଡିବ। ନହେଲେ ଆଗକୁ ଯଦି ସେଭଳି ପରିସ୍ଥିତି ଆସିପାରେ, ଆପଣଙ୍କୁ ବୁଦ୍ଧିର ସହିତ ସେଇଟାକୁ ଟ୍ୟାକଲ କରିବାର ଅଛି। ଏଇଟା ଥିଲା ପାଇଲ୍ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିଦେବ। ପାଖରେ ଥିବା ବେଲ୍ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ୍ 3 ର ରିଡିଂ। ଫାର୍ଷ୍ଟ ତ ଏନର୍ଜି ନେଗେଟିଭ ଆସିବା ସହିତ ନ୍ୟୁଟ୍ରାଲ ମଧ୍ୟ ଅଛି। ଆପଣ ସ୍ୟାଡ୍ ଅଛନ୍ତି, ଏକୁଟିଆ ଫିଲ୍ କରୁଛନ୍ତି, କୌଣସି କାମରେ ଆପଣଙ୍କୁ ବିଫଳତା ମିଳିଛି, ଆପଣଙ୍କର କ୍ଷତି ହୋଇଛି, କୌଣସି ଝଗଡା ଆପଣଙ୍କ ସହିତ କିଏ କରିଛନ୍ତି, ଯାହା ଆପଣଙ୍କର କ୍ଷତି ହେଇଛି ତାକୁ ମାନି ନିଅନ୍ତୁ ଏବଂ ନିଜର ଜିଦ୍ ଛାଡି ଦିଅନ୍ତୁ। ଯିଏ ଯାହା କରିଛି ତାକୁ ତାର କର୍ମର ଫଳ ତାକୁ ମିଳିବ। ଆପଣ ସେ ସବୁ ଭାବିକି ନିଜକୁ କଷ୍ଟ ଦିଅନ୍ତୁ ନାହିଁ। ଆପଣ ପଛକୁ ଫେରି ପୁଣି ଥରେ ନୂଆ ଭାବରେ ଆରମ୍ଭ କରିବାକୁ ଆପଣଙ୍କୁ ପଡିପାରେ। ଆପଣ ଏବେ ଯେଉଁ ରାସ୍ତାରେ ଚାଲୁଛନ୍ତି ସେଇ ରାସ୍ତାରେ ଆଗକୁ ଗଲେ ଆପଣଙ୍କୁ ଦୁଃଖ ଆଉ ସମସ୍ୟା ମଧ୍ୟ ଦେଖା ଦେଇପାରେ। ତେଣୁ ଯଦି ଆପଣ ଜାଣୁଛନ୍ତି ମୁଁ ଏଇ ରାସ୍ତାରେ ଗଲେ ମତେ ଦୁଃଖ ମିଳିବ, ମତେ କଷ୍ଟ ମିଳିବ, ତାହେଲେ ସେ ରାସ୍ତା ଚେଞ୍ଜ ଆପଣ କରିପାରିବେନି। ଯଦି ଚେଞ୍ଜ କରିପାରିବେନି, ତାହେଲେ କୋଉ ଦିଗରେ ଆପଣ ଗଲେ ଆପଣଙ୍କୁ ଖୁସି ମିଳିବ, ନିଜର ଖୁସି ପାଇଁ କଣ ପାଇଁ କାମ କରୁନାହାନ୍ତି? ଗୋଟେ ବୋଲି ଜୀବନ, ଆମେ ଥରେ ହିଁ ବଞ୍ଚିଛେ। ଯଦି ଏଇ ଗୋଟେ ଜୀବନକୁ ଆମେ ଦୁଃଖ କଷ୍ଟରେ ବିତେଇ ଦବା, କାନ୍ଦିକି କଟେଇ ଦବା, ଭାବନ୍ତୁ ଆପଣ ନିଜର କେତେ ବଡ କ୍ଷତି କରୁଛନ୍ତି। ମୁଁ ମାନୁଛି ଆପଣଙ୍କୁ କଷ୍ଟ ହଉଛି, ଜାଣିଛି ଆପଣଙ୍କ ସପୋର୍ଟରେ କେହି ନାହାନ୍ତି। ଆପଣ ଯାହାକୁ ପୂଜା କରୁଛନ୍ତି, ଭଗବାନ ହୁଅନ୍ତୁ, ଯିଏ ବି ହୁଅନ୍ତୁ, ସେ ତ ଆପଣଙ୍କ ସପୋର୍ଟରେ ଅଛନ୍ତି ନା, ସେ କଣ ଆପଣଙ୍କ ହାତ ଛାଡି ଦେଇଛନ୍ତି? ଏଟା ଫିଲ୍ କରନ୍ତୁ ନାହିଁ, ନେଗେଟିଭ ଆଡକୁ ଆପଣ ଯାଉଛନ୍ତି। ଠିକ ଅଛି, କିଛି ତ ଗୋଟେ ଡିଫିକଲ୍ଟ ଟାଇମ କୁ ମଧ୍ୟ ଶୋ କରୁଛି ଆପଣଙ୍କର। ଟ୍ରାଭେଲ ର ଯୋଗ ଦେଇଛି, କୁଆଡେ ଆପଣ ଯାଇପାରନ୍ତି। ନିଜ କଥା ଆଉ ନିଷ୍ପତ୍ତିରେ ମଧ୍ୟ ଆପଣ ଷ୍ଟ୍ରଙ୍ଗ ରହିବା ଦରକାର। ଯଦି ଆପଣ ଷ୍ଟ୍ରଙ୍ଗ ରହିବେନି, ଆପଣଙ୍କୁ କଣ ଦରକାର, ଆପଣଙ୍କର ଇଚ୍ଛା କଣ, ଆପଣଙ୍କ ଖୁସିଟା କଣ, ତାହେଲେ ଲୋକମାନେ ଆପଣଙ୍କର ୟୁଜ କରିପାରନ୍ତି। ନିଜ ପାଇଁ ନିଜେ ଷ୍ଟାଣ୍ଡ ନିଅନ୍ତୁ, ନିଜ ଅଧିକାର ପାଇଁ ଲଢନ୍ତୁ। ଅଧିକାର ମିଳିବନି ତ ଆପଣ କେବେ ଦୁଃଖ କରିବେନି, କାରଣ ଭାବିବେ ଯେ ନାଇଁ ମୁଁ ସେତିକି ମୋ ପାଇଁ ଷ୍ଟାଣ୍ଡ ନେଇଥିଲି କିନ୍ତୁ ହେଇପାରିଲାନି, ମୋ ସପୋର୍ଟରେ ଯେତିକି ଥିଲା ମୁଁ ସେତିକି କରିପାରିଲି। ଯଦି ଚୁପ୍ ରହିଯିବେ ତ ତାଠାରୁ କି ନାଇଁ ମୁଁ କିଛି ଡିସିସନ ନେଇ ପାରିଲିନି, ମୋ ଲାଇଫରେ ମୁଁ କିଛି କରିପାରିଲିନି, ନିଜ ପାଇଁ ନିଜେ ଷ୍ଟାଣ୍ଡ ନିଅନ୍ତୁ। ଆଟଲିଷ୍ଟ ଆପଣ ଏବେ ମନକୁ ଷ୍ଟ୍ରଙ୍ଗ କରନ୍ତୁ, ଡିସିସନ ଆପଣଙ୍କ ସପୋର୍ଟରେ ଯିବ। ବହୁତ ଯଦି ଆପଣଙ୍କୁ କଷ୍ଟ ହଉଛି, ତାହେଲେ ସେ କଷ୍ଟ ଟାଇମ କିଛି ଟାଇମ ସକ୍ସେସ ଆପଣଙ୍କର, କାରଣ ଆପଣ କେବେ କାହାର କ୍ଷତି କରିବା ପାଇଁ ମନରେ ସୁଦ୍ଧା ଭାବି ନାହାନ୍ତି। ହ୍ୟାଙ୍ଗମ୍ୟାନ ଶୋ କରୁଛି, ଯେମିତି କି ଆମେ ଭିଡିଓ ଦେଖୁଛେ, ପଜ କରିଦଉଛେ, ସେ ଭିଡିଓଟା ସେଇଠି ରହିଯାଉଛି, ନା ଆଗକୁ ଯାଇପାରୁଛି ନା ପଛକୁ, ସେଇ ଟାଇପ ର ସିଚୁଏସନ ଆପଣଙ୍କର ସହିତ ହଉଛି। ଆପଣ କଣ କରିବେ କିଛି ଭାବି ପାରୁନାହାନ୍ତି। ଆପଣ ଯାହାବି ପରିବର୍ତ୍ତନ ହଉଛି ତାକୁ ସ୍ୱୀକାର କରନ୍ତୁ, ଆଗକୁ ବଢନ୍ତୁ, ଧୈର୍ଯ୍ୟ ରଖନ୍ତୁ। କିଛି ଜିନିଷ ଛାଡିବାକୁ ମଧ୍ୟ ଆପଣଙ୍କୁ ପଡିପାରେ। ଯେମିତି ଆପଣଙ୍କ ଦେହ ଖରାପର ମଧ୍ୟ ଶୋ କରୁଛି କାର୍ଡରେ। ଆପଣଙ୍କୁ ଏମିତି ବି ଫିଲ୍ ହେଇପାରେ ଯେମିତି ଆପଣ ଗୋଟେ ଦଉଡି ଉପରେ ଚାଲୁଛନ୍ତି, କେତେବେଳେ ବି ତଳକୁ ଖସି ଯାଇପାରନ୍ତି। କିନ୍ତୁ ଏଇ ଯୋଉ ପିରିୟଡ କିଛି ସମୟ ପାଇଁ, ଏଇ କିଛି ସମୟ ପାଇଁ ଆପଣ ପୁରା ଜୀବନ ନଷ୍ଟ କରନ୍ତୁ ନାହିଁ, ନିଜର ଖୁସିକୁ ଭୁଲନ୍ତୁ ନାହିଁ। ସାବଧାନ ରୁହନ୍ତୁ, ଯାହା ଦେଖା ଦଉଛି ସବୁ କିଛି ସେମିତି ନ ହେଇପାରେ। କୌଣସି ବ୍ୟକ୍ତି ବା ପରିସ୍ଥିତିରେ ଆପଣଙ୍କୁ କିଛି ଲୁଚିଥିବା କଥା ମଧ୍ୟ ଅଛି। ଯେମିତି କି ଆପଣଙ୍କୁ ବୁଝିବାକୁ ହେଲେ, ଗୋଟେ ଜିନିଷ ଯୋଉଟା ମୁଁ ଶୋ କରୁଛି ସେଇଟା ରିଅଲ ହେଇ ନଥାଇପାରେ।
ତ ଆପଣଙ୍କ ଚାରିପାଖରେ ଯିଏ ବି ଅଛନ୍ତି ତାଙ୍କ ରିଅଲ ଫେସ୍ ଦେଖନ୍ତୁ। ସମସ୍ତଙ୍କ ଉପରେ ସରଳ ବିଶ୍ୱାସୀ ଆପଣ ହେଇକି ଅନ୍ୟକୁ ବିଶ୍ୱାସ କରିଦବା ଏଇଟା କେତେ ଦୂର ଠିକ? ପୁଣି ସବୁ ଜାଗାରେ ଆପଣ ଧୋକା ଖାଇଲା ପରେ, ସବୁ ଜାଗାରେ ଆପଣଙ୍କୁ ସମସ୍ତେ କଷ୍ଟ ଦେଲା ପରେ କେବେ ଆପଣ ଫେସ୍ କରିବେ? ଯଦି ଆପଣଙ୍କର କି ବେବି ହେଇଥାନ୍ତା ଆପଣ ତାକୁ କଣ କହିଥାନ୍ତେ? କି ଦୁନିଆ ଯୋଉଟା ଦେଖା ଯାଇଥାଏ ସେଇଟା ହେଇନଥାଏ। ସେମ୍ ଆପଣଙ୍କୁ ୟୁନିଭର୍ସ ମଧ୍ୟ ସେମ୍ ମେସେଜ ଦଉଛି କି ଦୁନିଆ ଯେମିତି ଦେଖା ଯାଇଥାଏ ସେଇଟା ହେଇନଥାଏ। ଆଉ ଏଇ ଲାଇନ ଟା ଆପଣଙ୍କ ପାଇଁ କଣ ଆସିଲା ଆପଣ ନିଜେ ରିଅଲାଇଜ କରନ୍ତୁ। ନିଜର ମନର କଥା ବା ଇଣ୍ଟୁଇସନ ଉପରେ ଆପଣ ବିଲିଭ କରନ୍ତୁ। ଆପଣ ଯେଉଁ ଆଗକୁ ଯାଉଛନ୍ତି ସେଇଟା କଷ୍ଟ ହେଇପାରେ, ଆପଣଙ୍କୁ ଭୟ ବି ଆସିପାରେ, କିନ୍ତୁ କଣ ମନରେ ସନ୍ଦେହ ଆସିଲେ ମଧ୍ୟ ଆପଣଙ୍କୁ ଆଗକୁ ବଢିବାକୁ ପଡିବ, ବଢି ଚାଲନ୍ତୁ ମଧ୍ୟ। ଶେଷରେ ଦେଖିବେ ଆପଣଙ୍କର ପରିସ୍ଥିତି ଚେଞ୍ଜ ହେଇଯାଇଛି। ଗୋଟେ ସିକ୍ରେଟ ଲଭ୍ ଆଫେୟାର୍ସ ରେ ଅଛନ୍ତି, ପଜିଟିଭ ଶୋ କରୁଛି, ଯଦି ଦି ଜଣଙ୍କର ଇଣ୍ଟରେଷ୍ଟ ଅଛି ଆଗକୁ କଥା ଯିବାର ମଧ୍ୟ ଶୋ କରୁଛି। ଠିକ ଅଛି, ଏଇଟା ଥିଲା ପାଇଲ୍ 3 ର ରିଡିଂ। ରିଜୋନେଟ୍ କରିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, ପାଖରେ ଥିବା ବେଲ୍ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର।